ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଯୁଦ୍ଧ ଭିତରେ ବଡ଼ ନିଷ୍ପତ୍ତି। ନ୍ୟୁଜ ଚ୍ୟାନେଲ ଗୁଡ଼ିକର ଟିଆରପି ଉପରେ ରୋକ। ମାସେ ପର୍ଯ୍ୟନ୍ତ କୌଣସି ନ୍ୟୁଜ ଚ୍ୟାନେଲକୁ ମିଳିବନି ଟିଆରପି ଡାଟା। ଯୁଦ୍ଧ ପରି ସମ୍ବେଦନଶୀଳ ପରିସ୍ଥିତିରେ ଦାୟିତ୍ୱହୀନ ଖବର ପରିବେଷଣ ରୋକିବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ସମସ୍ତ ନ୍ୟୁଜ ଚ୍ୟାନେଲ ଗୁଡ଼ିକର ଟିଭି ରେଟିଂ ବା ଟିଆରପି ଉପରେ ରୋକ ଲାଗିଛି। ପରବର୍ତ୍ତୀ ଖବର, ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା। ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରହିବ ପ୍ରଭାବ। 12ଟି ଜିଲ୍ଲାକୁ ୟେଲୋ ଆଲର୍ଟ। ସେପଟେ ପ୍ରବଳ ଗୁଳୁଗୁଳି ନେଇ ବି ସତର୍କ ଜଣାଇଛି ପାଣିପାଗ ବିଭାଗ। ଆସନ୍ତାକାଲିଠୁ 9 ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା। ପରବର୍ତ୍ତୀ ଖବର, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ 25,000। ସରକାର ନେଲେ ବଡ଼ ନିଷ୍ପତ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ପ୍ରଜନନ ହାର ହ୍ରାସ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଜନସଂଖ୍ୟା ବଢ଼ାଇବାକୁ ମାଷ୍ଟର ପ୍ଲାନ୍ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ସେ ବିଧାନସଭାର ଏକ ଜନସଂଖ୍ୟା ପରିଚାଳନା ନୀତି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଏହି ନୀତି ଅନୁଯାୟୀ ସରକାର ତୃତୀୟ ସନ୍ତାନ ଜନ୍ମ ପାଇଁ ଆର୍ଥିକ ପ୍ରୋତ୍ସାହନ, ସ୍ୱତନ୍ତ୍ର ପିତାମାତା ଛୁଟି ଏବଂ ମହିଳାଙ୍କ ପାଇଁ ବ୍ୟାପକ ସୁବିଧା ପ୍ରଦାନ କରିବେ। ପରବର୍ତ୍ତୀ ଖବର, 16 ବର୍ଷ ହୋଇନଥିଲେ ସୋସିଆଲ ମିଡିଆ ବ୍ୟାନ୍। ବିଧାନସଭାର ବଜେଟ୍ ଅଧିବେଶନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, ଛୁଆଙ୍କ ମାନସିକ ସ୍ୱାସ୍ଥ୍ୟ, ଶିଖିବାର କ୍ଷମତା ଓ ଡିଜିଟାଲ ନିଶାକୁ ଦେଖି କଡ଼ା ନିୟମ ଆଣିବାକୁ ଜରୁରୀ ହୋଇପଡ଼ିଛି। ସରକାରଙ୍କ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଅନିୟନ୍ତ୍ରିତ ସ୍କ୍ରିନ୍ ଟାଇମ୍ ଛୁଆଙ୍କ ବ୍ୟବହାର, ଧ୍ୟାନ କ୍ଷମତା ଓ ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପକାଉଛି। ଆମର ଲକ୍ଷ୍ୟ 16 ବର୍ଷରୁ କମ୍ ବୟସ୍କ ଛୁଆଙ୍କୁ ସୋସିଆଲ ମିଡିଆର ବିପଜ୍ଜନକ ଓ ଅନୁଚିତ ପ୍ରଭାବଠାରୁ ଦୂରେଇ ରଖିବା। ପରବର୍ତ୍ତୀ ଖବର, ଓଡ଼ିଶାରେ ଏପ୍ରିଲ 1 ତାରିଖରୁ ଆରମ୍ଭ ହେବ ଏସ୍ଆଇଆର ପ୍ରକ୍ରିୟା। ଭୋଟର ତାଲିକାକୁ ଅଧିକ ସଠିକ ଓ ପାରଦର୍ଶୀ କରିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଏହି ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ଯଦି ଆପଣ 2025 ଭୋଟର ତାଲିକାରେ ଅଛନ୍ତି, ତେବେ 2002ରେ ଆପଣ କେଉଁଠି ଥିଲେ ଏବଂ ଆପଣଙ୍କ ନାଁ କେଉଁ ନିର୍ବାଚନ ମଣ୍ଡଳୀରେ ଥିଲା, ତାହା ବିଏଲ୍ଓ ବା ବୁଥ୍ ଲେଭଲ ଅଫିସରଙ୍କୁ ଜଣାଇବାକୁ ହେବ। ପରବର୍ତ୍ତୀ ଖବର, ଭାରତକୁ ଜାରି ରହିବ ତୈଳ ଯୋଗାଣ। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଙ୍କଟ ମଧ୍ୟରେ ଭାରତକୁ ତୈଳ ଯୋଗାଣକୁ ନେଇ ପ୍ରତିକ୍ରିୟା ରଖିଛି ରୁଷିଆ। ଏନେଇ ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଡେନିସ୍ ଆଲିଭୋଭ୍ କହିଛନ୍ତି, ଭାରତକୁ ଅଶୋଧିତ ତୈଳ ଯୋଗାଣ ପାଇଁ ରୁଷିଆ ସର୍ବଦା ପ୍ରସ୍ତୁତ ରହିଛି। ମଧ୍ୟପ୍ରାଚ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ ବୃଦ୍ଧିକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଏକଥା କହିଛନ୍ତି ରୁଷିଆ ରାଷ୍ଟ୍ରଦୂତ। ପରବର୍ତ୍ତୀ ଖବର, 800 କୁଲିଙ୍କୁ ନିଯୁକ୍ତି କରିବ ଭାରତୀୟ ସେନା। ଆର୍ମି ପୋର୍ଟର କମ୍ପାନୀ ଲାଗି 600 ଏବଂ 200 ରିଜର୍ଭ କୁଲିଙ୍କୁ ନିଯୁକ୍ତି ଦେବା ଉପରେ ବିଚାର କରୁଛି ଭାରତୀୟ ସେନା। ଏଥିପାଇଁ ଏକ କୁଲି ନିଯୁକ୍ତି ରାଲି ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପଞ୍ଚ ଜିଲ୍ଲାର 7ଟି ସ୍ଥାନରେ ଅନୁଷ୍ଠିତ ହେବ। ଏକ ସରକାରୀ ବିଜ୍ଞାପନ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ 279ଟି ପୋର୍ଟର କମ୍ପାନୀ ପ୍ରାୟ 179 ଦିନ ପାଇଁ ନିଯୁକ୍ତି ହୋଇଯାଇଛି, ଯାହାକୁ ଚଳିତ ବର୍ଷ 1 ତାରିଖରୁ 26 ସେପ୍ଟେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ। ପରବର୍ତ୍ତୀ ଖବର, ରାହୁଲଙ୍କ 20ଟା ଲଞ୍ଚିଂ ଫେଲ୍, ଏହା 100 ପର୍ଯ୍ୟନ୍ତ ଯାଇପାରେ। ଦିଲ୍ଲୀର ଏଆଇ ସମ୍ମିଳନୀରେ କଂଗ୍ରେସର ପ୍ରତିବାଦକୁ ସମାଲୋଚନା କରି ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସାରା ବିଶ୍ୱର ନଜର ଭାରତ ଉପରେ ଥିଲା। ସେ ସମୟରେ କଂଗ୍ରେସ କର୍ମୀ କପଡ଼ା ଖୋଲି ଭାରତକୁ ବଦନାମ କରିବା ପାଇଁ କୁତ୍ସିତ ପ୍ରୟାସ କଲେ। ସେହିପରି ନବୀନଙ୍କ ଶାସନକୁ ଟାର୍ଗେଟ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି,
ଦୁଇ ଦଶନ୍ଧି ଧରି ଓଡ଼ିଶାର ବିକାଶ ଠପ୍ ହୋଇଯାଇଥିଲା। ଏହି 5 ବର୍ଷରେ 20 ବର୍ଷର କ୍ଷତିକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜନାଦେଶକୁ ଜନତାଙ୍କ ଦୁର୍ବଳତା ଭାବୁଥିଲେ, ଏବେ ଏହା ଦୁର୍ବଳ ନୁହେଁ, ଆଦର୍ଶବାଦ ବୋଲି ସେ କହିଛନ୍ତି।